ଶ୍ରୀ ଅକ୍ଷୟ ତୃତୀୟା। ପାଆନ୍ତୁ ମହାଲକ୍ଷ୍ମୀଙ୍କ କୃପା। ଧନ ଅର୍ଜନେ ଧର୍ମ କରି ଧର୍ମେ ପ୍ରାପତ ନରହରି। ଶ୍ରୀ ଅକ୍ଷୟ ତୃତୀୟାରେ ଲକ୍ଷ୍ମୀ କୃପା କଲେ ଧନ ପ୍ରାପ୍ତି। ଶ୍ରୀ ଅକ୍ଷୟ ତୃତୀୟାରେ ଲକ୍ଷ୍ମୀ କୃପା କଲେ ଧନ ପ୍ରାପ୍ତି। କେତୋଟି ନୀତି ନିୟମ ପାଳନ୍ତୁ, ମହାଲକ୍ଷ୍ମୀଙ୍କ ଆରାଧନା କରନ୍ତୁ, ଧନ ପ୍ରାପ୍ତି ସୁନିଶ୍ଚିତ। ବୈଶାଖ ଅକ୍ଷୟ ତୃତୀୟା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। ତାହାର କ୍ଷୟ ଯେହେତୁ ନାହିଁ, ଲକ୍ଷ୍ମୀଙ୍କ ଆଗମନ ସହ ଲକ୍ଷ୍ମୀ ବୃଦ୍ଧି। ମା କିପରି କରିବେ କୃପା? ଏହି ଦିନ ମହାଲକ୍ଷ୍ମୀଙ୍କୁ ଆଉ ଶାଳଗ୍ରାମ ତଥା ନାରାୟଣଙ୍କୁ ପୂଜନ୍ତୁ। ପୁଣ୍ୟ ଦିନ ରାମ ନାମ ଜପ କରନ୍ତୁ। ଗରିବଙ୍କୁ ଦାନ କରି ପୁଣ୍ୟ ଅର୍ଜନ କରନ୍ତୁ। ବ୍ରାହ୍ମଣ ହାତରେ ଛଞ୍ଚାଟିଏ ଟେକି ଦିଅନ୍ତୁ। ଗୋମାତାଙ୍କ ସେବା କରନ୍ତୁ। ବୃକ୍ଷଟିଏ ରୋପଣ କରନ୍ତୁ। ଜନତାଙ୍କୁ ଜଳ ଦାନ କରନ୍ତୁ। ଘରକୁ ସୁନା ରୂପା କିମ୍ବା କିଛି ନହେଲେ କଂସା, ତମ୍ବା, ପିତ୍ତଳ ଧାତୁ ଜିନିଷଟିଏ କିଣି ଆଣନ୍ତୁ। ଏକ ଆଖି ଥିବା ନଡ଼ିଆଟିଏକୁ ସାଲୁକନାରେ ଗୁଡ଼ାଇ ପୂଜା କରି ଗୃହରେ ରଖନ୍ତୁ ଧନ ଆଗମନ ପାଇଁ। ଲକ୍ଷ୍ମୀଙ୍କୁ ହଳଦୀ ପାଣିରେ ଗାଧୋଇ ହଳଦିଆ ବସ୍ତ୍ର ପିନ୍ଧାଇ ଅଲଣା କ୍ଷୀରି କରି ଭୋଗ ଦିଅନ୍ତୁ। ଶୁଭ ଦିନଟିଏ ଯେଣୁ ବିବାହ, ଭୂମି ପୂଜା, ଗୃହ ପ୍ରତିଷ୍ଠା, ଶୁଭ କାର୍ଯ୍ୟ କରନ୍ତୁ। ଏହି ଦିନ ଯେଉଁ କାର୍ଯ୍ୟ କରିବେ ତାର କ୍ଷୟ ନାହିଁ କି ବୃଦ୍ଧି ବି ନାହିଁ।